ପିଲାମାନେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ଦରଖାସ୍ତ ଲିଖନ ଦରଖାସ୍ତ ଲେଖି ଜାଣିବା ପିଲାମାନେ ବିଷୟଟି ହେଉଛି ତୁମ ଶ୍ରେଣୀର ପିଲାମାନେ ନନ୍ଦନକାନନ ବୁଲିଯିବା ପାଇଁ ଚାହୁଁଛନ୍ତି। ସେ ବିଷୟରେ ବ୍ୟବସ୍ଥା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଗୋଟିଏ ଦରଖାସ୍ତ ଲେଖ। ଏ ଦରଖାସ୍ତ ଲେଖିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ। ତେବେ ପିଲାମାନେ ତୁମେ ଏହିଭଳି ଦରଖାସ୍ତ ଲେଖିବା ଅଭ୍ୟାସ କରିବା ଦ୍ୱାରା ତୁମର ଭାଷାଗତ ଜ୍ଞାନ ଆଉ ଦକ୍ଷତା ବଢ଼ିବ। ତେବେ ପ୍ରଥମେ କ'ଣ ଲେଖିବା ପିଲାମାନେ? ମାନନୀୟ, ତା ତଳକୁ ଲେଖିବା ଶ୍ରୀଯୁକ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିକ୍ରମପୁରର ପ୍ରଧାନ ଶିକ୍ଷକ। ତୁମ ନିଜ ବିଦ୍ୟାଳୟର ନାମ ଲେଖିବ। ଏଠି ଯେମିତି ଲେଖା ହେଇଛି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିକ୍ରମପୁର। ତା ତଳକୁ ଲେଖିବା ମହୋଦୟ ଡେସ୍ 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 ସମୀ ବେଶୁ ଏବଂ ବିଷୟରେ ଲେଖିବା ନନ୍ଦନକାନନ ଯିବାକୁ ଅନୁମତି ନିମନ୍ତେ। ଲେଖିବା ମହାଶୟ କମା ନିବେଦନର ଅଭିପ୍ରାୟ ଏହିକି ଯେ ଆମ୍ଭେ ଆପଣଙ୍କ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଅଟୁ। ନିଜ ଶ୍ରେଣୀର ନାମ ଲେଖିବା। ଏଠି ଯେମିତି ଲେଖା ହେଇଛି ଷଷ୍ଠ ଶ୍ରେଣୀ। ଆମ୍ଭ ଶ୍ରେଣୀର ପିଲାମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ଯିବାକୁ ଚାହୁଁଅଛୁ। ଆମ ପଢ଼ା ବହିରେ ଥିବା ବିଭିନ୍ନ ପ୍ରାଣୀ ସମ୍ପର୍କରେ ଜାଣିବା ନିମନ୍ତେ ଏହି ସ୍ଥାନ ବେଶ ଉପାଦେୟ ହେବ। ଆମ ଶ୍ରେଣୀର ପ୍ରତି ପିଲା ଏ ବାବଦରେ ଚାନ୍ଦା ପ୍ରଦାନ କରିଛନ୍ତି। ଆସନ୍ତା ଶନିବାର 24/12/2025 ତାରିଖ ବିଦ୍ୟାଳୟ ଛୁଟି ଅଛି। ଏହି ଦିନ ଆମ୍ଭେ ଯିବାକୁ ସ୍ଥିର କରିଅଛୁ। ଏତିକି ଲେଖିବା ପ୍ରଥମେ ପିଲାମାନେ। ମହାଶୟ ଦେଇକି କମା ଦେଇକି ଲେଖା ଆରମ୍ଭ କରିବା। ଆଉ ଏଠି ଯେମିତି ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦରଖାସ୍ତଟିକୁ ଲେଖିଛନ୍ତି, ତୁମେ ତୁମର ନିଜ ଶ୍ରେଣୀର ନାମ ଉଲ୍ଲେଖ କରିବ ଏବଂ ଯେଉଁ ତାରିଖରେ ଯିବାକୁ ଚାହୁଁଛ ସେହି ତାରିଖଟି ମଧ୍ୟ ଉଲ୍ଲେଖ କରିବ। ପୁଣି ପାରାଗ୍ରାଫ ଚେଞ୍ଜ କରିକି ତା ତଳରୁ ଲେଖିବା ଏଣୁ ଆମ୍ଭେମାନେ ବିନୀତ ଅନୁରୋଧ କରୁ କି ଆପଣ ସହୃଦୟ ହୋଇ ଯିବାକୁ ଅନୁମତି ଦେବା ସହିତ ସମସ୍ତ ପ୍ରକାର ବ୍ୟବସ୍ଥା କରି ନନ୍ଦନକାନନ ବୁଲିବାର ସୁଯୋଗ ଦେଲେ ଆମ୍ଭେ ଚିରପ୍ରକୃତ ହେବୁ। ତା ତଳକୁ ଲେଖିବା ଇତି ତଳେ କ'ଣ ରହିବ? ଆପଣଙ୍କ ଆଜ୍ଞାଧୀନ ଛାତ୍ରଛାତ୍ରୀଙ୍କ ନାମ ଲେଖିବ ପିଲାମାନେ। ଆଉ ବାମ ପଟେ କ'ଣ ଲେଖିବ ନା ନିଜ ବିଦ୍ୟାଳୟର ନାମ ଲେଖିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିକ୍ରମପୁର ଏବଂ ତାରିଖ ଦିଆଯାଇଛି। ଯେଉଁଦିନ ତୁମେ ଦରଖାସ୍ତଟି ପ୍ରଦାନ କରିବ ସେହି ଦିନର ତାରିଖ ରହିବ। ଆଶା କରୁଛି ପିଲାମାନେ ତୁମେ ଦରଖାସ୍ତ କିଭଳି ଲେଖିବା ଗୋଟେ ଆଇଡ଼ିଆ ପାଇଯାଇଥିବ, ଭାବନା ପାଇଯାଇଥିବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।